ଚାଲୁ ଚାଲୁ ତୋର ନାଟକ ଏକୁଟିଆ ଆମ୍ବ ଖାଇପାରିବୁ ହେଲୁ ବୋପଲୁ ତ ଆମ୍ବରେ କଣ ଦମ ନାହିଁ। ଦେଖନ୍ତୁ ସାଙ୍ଗମାନେ ମୋ ଭାଇ ସେଠି ନିଆଁ ଲଗାଉଛି ତାର ନାଟକ ଚାଲିଛି। ଦେଖନ୍ତୁ ଦେଖନ୍ତୁ ସାଙ୍ଗମାନେ ତା ପାଖକୁ ଯିବା ପଡ଼ିବ ଭଲ ଭାବରେ ତା ମୁହଁ ଟିକେ ଦେଖନ୍ତୁ ତା ମୁହଁର ଆକ୍ସନ୍ ଟିକେ ଦେଖନ୍ତୁ ସାଙ୍ଗମାନେ ଗାଈ ଗୁହାଳରେ ନିଆଁ ଲଗାଉଛି ସେଠି ତାର ଯାତ୍ରା ଚାଲିଛି। ମା ସହିତ ଦେଖନ୍ତୁ ତାଙ୍କର ଗୋଟେ ଝିଅ ମଧ୍ୟ ଅଛି ଦେଖନ୍ତୁ ଦେଖନ୍ତୁ ଏଇଠି ଏଇ ଗୋଟିକ ଝିଅ ଇଏ ବି ତିନିଟା ବୋଲ ଯାତ୍ରା କରିବାର ଚାଲୁ ଅପରାଟା କାହିଁ ବନ୍ଦ ହେଇଗଲା ଚାଲୁ ଆଜି ମୋ ଗଛରୁ ଆମ୍ବ ଗୁଡାକ କିଏ ନେଲା? ବାବୁ କାଲି ଦି ଜଣ ଆସିଥିଲେ ବାପା ମୁଁ ବସିଥିଲି ଦେଖୁ ଦେଖୁ ମୋର 2 କିଲୋ ଆମ୍ବ ଦେଇଗଲା। ତାପରେ କଣ ହେଲା ଭାଇ କ ଆଗକୁ ମୋ ଗଛରୁ ଆମ୍ବ ସରିଗଲା ମାଲିକେ। ମୋ ଗଛରୁ ଆମ୍ବ ସରିଗଲା। ଏଇ ବାପା ସେଇଥିପାଇଁ ତୁ ଦୁଃଖରେ ନିଆଁ ନଗେଇକି ଆଜି ଇଏ କରୁଛୁ। ମୁଁ ଦଉଛି ମୋ ଆମ୍ବରେ ଟିକେ ନିଆଁ ବାଜିଲା ଆଉ ଟିକେ ବଡ ବଡ ଦେଖନ୍ତୁ ସାଙ୍ଗମାନେ ଏଇଠି ଯୋଉ ଆମ୍ବ ଗଛ ହେଇଛି ସେ ଆମ୍ବ ଗଛକୁ ନେଇକି ସିଏ ଏତେ ବଡ କଣ ଲେଖୁଛି ନା କବିତା ମାଲିକେ ମୁଁ ଟିକେ ଖରା ବେଳେ ଟିକେ ଲେମ୍ବୁ ଲଙ୍କା ଲୁଣରେ ଦେଇକି ଟିକେ ତୋଳି ତୋଳି କରି ଖାଏ ମାଲିକେ। ତାପରେ ତାର ତା ଚାଲି ମାଲିକେ କାଲି ଦି ଜଣ ଆସିଥିଲେ ମୁଁ ମନା କରୁଛି ମୋର 4 କେଜି ଆମ୍ବ ତୋଳି ଦେବେ। ମୋ ଗଛରେ ଆମ୍ବ ଶୁଖିଲା ଅଛି କିନ୍ତୁ କିନ୍ତୁ ଗଛରେ ଆମ୍ବ ଟିକେ ବଡ ବଡ ଅଛି। କଣ କଲୁ ତୋ ଘର ଭାଙ୍ଗିଲେ ମୁଁ ପକ୍କା କରିବି ତ କ୍ଷୀର ଛିଡୁ ମୁଁ ଦହି କରିବି ଦେଖନ୍ତୁ ସାଙ୍ଗନା ଡାଇଲଗ ସବୁ।